ସ୍ୱହେ ବୃତ୍ତାନ୍ତ ଧୃତରାଷ୍ଟ୍ର ଖେଳେ ଅନ୍ଧରାଜ୍ୟକୁ ଅଯୋଗ୍ୟ। ଆଉ ଯେତେବେଳେ ଜନମ କୁଳ ଭିଡ଼ାପଣ ସେ ଜୀବରଥ ନାମର ଜୀବ ଜୀବନ। ରାତି କାକର ଦିନ ଜଲ୍ଦି ଶୋଇ ପଡିବେ ଲୋକ। ତେଣୁକରି ଏ ଭିତରେ ଟିକେ ପୁରାଣ ଶାସ୍ତ୍ର ଆଲୋଚନା କରି ଆଗକୁ ଯାଇଥିଲେ ଭଲ ହେଇଥାନ୍ତା। ଆଉ ଦଶ ନାମ କହ ବୋଲେ କହିଦେବା କିଛି ଅସୁବିଧା ନାହିଁ। ହେଲେ ପ୍ରଥମ ନାମଟା କଣ ଆଜ୍ଞା? ଅର୍ଜୁନ। ଅର୍ଜୁନ ଏଇଟା କରି ଆମ କୋଠିଶାଳ ଯାହାକୁ କାହାଣୀ ବୋଲି କହନ୍ତି, ସେ କାହାଣୀ ସ୍ୱରରେ କହିବା। ସ୍ୱହେ ବୃତ୍ତାନ୍ତ ସ୍ୱହେ ବୃତ୍ତାନ୍ତ ଏସହା ମଧ୍ୟରେ କହି ଦେବା ଯେ ତୁରିତ ଧୃତରାଷ୍ଟ୍ର ଖେଳେ ଅନ୍ଧରାଜ୍ୟକୁ ଅଯୋଗ୍ୟ। ଧୃତରାଷ୍ଟ୍ର ଖେଳେ ଅନ୍ଧରାଜ୍ୟକୁ ଅଯୋଗ୍ୟ। ସେଥି ମଧ୍ୟରେ ପଣ୍ଡୁ କଲେ ରାଜ୍ୟ ଭୋଗ। ଧୃତରାଷ୍ଟ୍ରକୁ ପଣ୍ଡୁ ରାଜ୍ୟ ଭାର ଦେଇ ରାଜ୍ୟ ଭାର ଦେଇ ଦୃଷ୍ଟ ନିବାରନ୍ତି ବୀର ଅନଗାମୀ ହୋଇ। ପଣ୍ଡୁ ସଙ୍ଗ କରେ କୁନ୍ତି ମାଟି ବେରିଆଣି ସତ ଶୃଙ୍ଗ ପର୍ବତରେ ରଖାଇଲେ ଆଇ। ସେ ଶୃଙ୍ଗ ନଦୀର ତୀରେ ଅର୍ଜୁନ ନାମେ ବନ ସେଠି ଜନ୍ମିର ମିଥୁ ନଦୀ କିଆର ତୀର। ବୃହସ୍ପତି ବାର ପୁଣି ପୂର୍ବ ଫାଲଗୁଣି ରାତେ କୁନ୍ତି ଦେବୀ ଥିଲେ ତୋତେ କୋରେ ଘେରି। ଶିକରେ ଅର୍ଥ ଘେନି ପଣ୍ଡୁ ଯେ ରାଜନ ଶିକରେ ଅର୍ଥ ଘେନି ପଣ୍ଡୁ ଯେ ରାଜନ। ପ୍ରଥମରେ ତୁମର ମଦେଲେ ଅର୍ଜୁନ କେବେ ପାଇଲା କି ତୋର ମନରେ କେବେ ପାଇଲା କି ଅର୍ଜୁନ ବୋଲି ନାଁଟା। ଆଚ୍ଛା ଅର୍ଜୁନ ବୋଲି ନାଁଟା କଣ ପାଇଁ ଦିଆ ହେଲା? ଏତେ ଯାକ ନାଁ ଅଛି ସଂସାରରେ, କିଏ କେତେ ନାଁ ଦଉଛନ୍ତି। ତମକୁ ଅର୍ଜୁନ ବୋଲି ନାଁଟା କଣ ପାଇଁ ଦିଆ ହେଲା ତା ପଛର କାରଣ କଣ ଜାଣିଛ? କଣ କହୁଛି ଶୁଣ। ଆପଣଙ୍କର ବାପା ବନବାସରେ ଥିଲା ସମୟରେ, ବଣରେ ଥିଲା ସମୟରେ ଗୋଟେ ଅର୍ଜୁନ ବୋଲି ଗୋଟେ ବଣ ଥିଲା। ସେ ବଣର ନାଁ ଅର୍ଜୁନ କଣ ପାଇଁ ଆଜ୍ଞା? ନା ଯୁଆଡେ ଦେଖିବ କେବଳ ଅର୍ଜୁନ ଗଛ। ଆମର ବିଭିନ୍ନ ପ୍ରକାର ଗଛ ଅଛି, ହେଲେ ସେ ବଣରେ ଚାରିଆଡେ ଖାଲି ଅର୍ଜୁନ ଗଛ। ଆଉ ତମର ମା ତମକୁ ଗୋଟେ ଅର୍ଜୁନ ଗଛ ମୂଳେ ଜନ୍ମ କରିଥିଲି। ଆଙ୍କର ମା ଅର୍ଜୁନ ଗଛ, ସେ ବନରେ ଅର୍ଜୁନ ଗଛ ଥିବାରୁ ଅର୍ଜୁନ ଗଛ ମୂଳେ ଜନ୍ମ ହେବାରୁ ଅର୍ଜୁନ ବୋଲି ନାଁଟା ଦେଲେ। ଯଦି ଅଥବା ବେଲ ଗଛ ମୂଳେ ଜନ୍ମ ହେଇଥାନ୍ତେ, ବେଲ ଗଛ ମୂଳେ ଜନ୍ମ ବିଲୁଆ ବେଲଥାନ୍ତେ। ନାଇଁ, ଯଦି ଅମୃତଭଣ୍ଡା ଗଛ ମୂଳେ ଜନ୍ମ ହେଇଥାନ୍ତେ ତମ ଘର ବୋଲି କହିଥାନ୍ତେ। ଆଜି ଭାଇ ହେଇଗଲୁ ମୂର୍ଖ। ନାଇଁ ନାଇଁ, ତମେ ରାଗୁଛ କଣ ପାଇଁ ଆଜ୍ଞା? ତମେ ଭାବୁଛ ଅର୍ଜୁନ ବୋଲି କେଡେ ବଡ ନାଁ ଗୋଟେ ମିଳିଛି? ନାଇଁ ଆଜ୍ଞା, ଗଛକୁ ଧରିକି ତମକୁ ନାଁ ଦିଆ ହେଇଛି। ତମ ଭାଗ୍ୟ ଭଲ, ତମେ ଅର୍ଜୁନ ଗଛ ମୂଳେ ଜନ୍ମ ହେଲ। ନାଇଁ, ଆହୁରି ଭଲ, ତମର ଅମୃତଭଣ୍ଡା ଗଛ ମୂଳେ ଜନ୍ମ ହେଇନ। ଅମୃତଭଣ୍ଡା ଗଛ ମୂଳେ ଜନ୍ମ ହେଇଥିଲେ ଭଣ୍ଡାରୀ ହେଇଥାନ୍ତେ। ହଉ ବସ ବସ ଆଜ୍ଞା। ଗୋଟିଏ ନାଁ ଗଲା, ତାପରେ ଆସିଲା କଣ ଆଜ୍ଞା? ଏ ଫାଲ୍ଗୁନି ନାଁଟା ଟିକେ ଆମର ପାଲା ସ୍ୱରରେ କହିବା। ଠିକ ଅଛି, ହଉ ଝିଅ ପାଲା ନାଚ କରିବା ଯେ ତମେ ଟିକେ ପାଳି ଧରିବ। ନାଇଁ ନାଇଁ, ଭାରତ ନୀଳା ବନ୍ଦ ହେଇକିରି ପାଲା ହବନି ଝିଅ। ଅର୍ଜୁନଙ୍କର ନାଁଟା ପାଲା ନାଟ ସ୍ୱରରେ, ଯେମିତି ପାଲା ଗାଉଛନ୍ତି ସେମିତି ସ୍ୱରରେ କହିବା। ବୁଝିଲେ? ପ୍ରଥମଟା କାହାଣୀ ଗଲା, ଏଇଟା ପାଲା ସ୍ୱରରେ କହିବା। ହେଲେ ପାଲା ତ ଏକୁଟିଆ ଭଲ ଲାଗିବନି, ପାଲାକୁ ପାଳିଆ ପାଳି ଧରିଲେ ଭଲ ଲାଗିବ। ତିନିଟା ପାଳି ଆଇଛି, ପାଳି ଧରି ପାରିବ? ଛାଡ଼ିଦେଲେ ମୁଁ ଧରିବି। ଛାଡ଼ିଦେଲେ ପରିବା ପଡିଯିବନି କି ଝିଅ? ଛାଡ଼ିଦେଲେ ମୁଁ ଧରିବି। ପାଳି ଠିକ ରେ ଧରିବ। ଆଉ ଯେତେବେଳେ ଜନମ କୁଳ ଭିଡ଼ାପଣ ସେ ଜୀବରଥ ନାମର ଜୀବ ଜୀବନ। ବୃହସ୍ପତିଙ୍କୁ ଡାକିଲେ ତୁମ୍ଭ ପିତା ଜାଣ ସେ ଜୀବରଥ ନାମର ଜୀବ ଜୀବନ। ଆହୁରି ବୃହସ୍ପତି ଆସି ଜନ୍ମ ନକ୍ଷତ୍ରରେ କନ୍ତେ ହେ କାଳିଆ ମରେ କେ ବଢ଼ିଲେ
ସୋଦେ ମକରା ଆଉ ପୂର୍ବ ଫାଲ୍ଗୁନି ନକ୍ଷତ୍ର ଜାଣି ଯୋଗ ମତେ କାନିରେ ପଡ଼ିଲା ଗଣ୍ଠି ଲୋ ସଜନି କାନିରେ ପଡ଼ିଲା ଗଣ୍ଠି ଆଉ ତାହା ଦେଖି ବୃହସ୍ପତି ମନେ ମନେ ଗୁଣି ହେ ତୁ ରେ ମକରା ଗୌରୀ ତୁ রে মকরা গৌরী ଆଉ ବୃହସ୍ପତି ତୁମ୍ଭ ନାମ ଦେଲେ କ ଫାଲ୍ଗୁନି ହେ ବରଧନା ବର ଜୀବନା ଆଜ୍ଞା ଏ ଫାଲ୍ଗୁନି ବୋଲି ନାଁଟା କଣ ପାଇଁ ଦିଆ ହେଲା ଆଜ୍ଞା ଦୂତ ଆପଣ ପୂର୍ବ ଫାଲ୍ଗୁନି ନକ୍ଷତ୍ରରେ ଜନ୍ମ ହେଇଥିବାରୁ ଦେବତା ମାନଙ୍କର ଗୁରୁ ହେଲେ ବୃହସ୍ପତି ଆଚ୍ଛା ଆସିଲେ ଖଡି ପାଞ୍ଜି ପକେଇଲେ ଦେଖିଲେ ତମର ଜାତକକୁ ଦେଖିକିରି ଫାଲ୍ଗୁନି ବୋଲି ନାଁଟା ଦେଲେ ବୁଝିଲେ ୟା ପରେ କଣ ଆସିଲା ଆଜ୍ଞା କିରିଟି ଏଇଟା ଗୋଟେ ଆମର ହଳିଆ ଗୀତ ସ୍ୱରରେ କହିବା ଆଚ୍ଛା ଆଷାଢ ଶ୍ରାବଣ ମାସ ହେଇଥିବ ହଁ ବିଲରେ ଚଷା ପୁଅ ହଳ ଚାଷ କଲା ସମୟରେ ଆଚ୍ଛା। ବର୍ଷା ହଉଥିବ ଗୋଟିଏ ସ୍ୱରରେ ଗୀତ ଗାଆନ୍ତି ଦୂତ ସେ ସ୍ୱରଟାରେ କହିବା ତମର ତାହେଲେ କିପରି ନା ହଁ ହେଲେ ଖାଲି ସେମିତି କହିଦେଲେ ହବ କି ଆଜ୍ଞା ହଳ ବାନ୍ଧିକିରି କହିବାକୁ ପଡିବ ସତେ ହଳ ଚଲେଇବାକୁ ପଡିବ ଆହୁରି ଭଲ ମଜା ଲାଗିବନି ତମର ତ ବଳଦ ନାହିଁ ହଁ ହଳ କେମିତି ବାନ୍ଧିବା ତମେ ଗୋଟେ ଗୋଟେ ହଳଦୀ ଆଣ କୋଉଠୁ ଆଣିବି ହଁ ତମ ବିଲ ଚାଷ ହବ ମୁଁ ପଦାରୁ ହଳ ଆଣିବି ହଁ ରଖିଛନ୍ତି ମ୍ୟାନେଜର ରଖିଛନ୍ତି ଭଲ ଛଡା ଦେଇଛନ୍ତି ଆରେ ବାପା ହଳିଆ ପିଲାକୁ ନ ଡାକିଲେ ଆଜିକାଲି ଆଉ ଦେଖି ବଣରୁ ହାତୀ ପିଲା ଘିନାଣି ଅଛି ନା ହଳିଆ ପିଲା ମିଳିବନି କାହିଁକି ସ୍ୱର୍ଗରେ ଅନ୍ୟାୟ କଲା ହଉରେ ଆହୁରି ବଜ୍ର କବଚର ସୁତ ବାସବ ବଚରେ ତାକୁ ହବ ଧୀର ନିର୍ବାତ କହିଲା ସ୍ୱର୍ଗରେ ଅନେକ ପୂଜା ହେ ଆଗକୁ ଦେଖି କରି ସୁର ରାଜା କିରଟି ମୁକୁଟ ଶିରେ ବାନ୍ଧିଲେ ବିରଜା বইয়া বহু রত্না ভর আউরি ইন্দ্র তহু দেলে মুকুট বান্ধি কিরটি নামকু সে দেলে ମାରିଦେଲା ମୁଁ ତ କହୁଛି ବଳଦ ଜାଗରତ ଏଇ ଯୋଉ ମ୍ୟାନେଜର ଛଡା ହଳଦୀ ରଖିଛି ବଡ ଦୃଷ୍ଟ ଛଡା ହଳଦୀ ଶୁଣେ କେବେ ହେଲେ ଆଗକୁ ଯିବୁନୁ ଯନ୍ତ୍ର ଆଗକୁ ଗଲେ ଛାଡିବନି ଯେତେବେଳେ ପଛଟ ପଟ ରହିଥିବୁ ବାଟିଟାକୁ କଣ ପାଇଁ ଦେଇଛି
ବାଡିଟା ଧରିଛି କିଛି ହଲେଇବାର ନାହିଁ କି ଚଲେଇବାର ନାହିଁ ଆଉ ବାଡି କଣ ପାଇଁ ଧରିଛୁ ଗୋଟେ ବାଡି ସେକିଦେବୁ ବୋଲେ ତତେ ଦେଖିଲେ ଧାଇବ ହେଲାରେ 3 ଗୋଟି ନ ମହଲା 10ଟା ଜାଗା କହିବାକୁ ପଡିବ ଭାରତୀୟ ଜାଗା ହଉ କାହିଁଲେ ଝିଅ ଆସ ହଉ ଝିଅ ବଡ ସୁନ୍ଦର ପିଲା ତ ମୁଁ କହିଲି ମୁଁ ଯାହା ପଚାରିବି ମତେ ସତ ସତ କହିବ ଆଦଲେ ସେ କବାଟରେ ଛାଡିଦବା ସେଟା ତ ଗାଇ ଦେଇଥିଲେ ମୁଁ ଗୋଟିଏ ସେଇ ବାପାଙ୍କର ଗୀତ ମୋ ବାପା ହେଲେ ସେଇ ପଞ୍ଚାନନ ପ୍ରଧାନ ତାଙ୍କର ଗୋଟେ ଗୀତ ଚଲା କଟକ ମନ ନାଇକି ଛଟକେ ଆସେ ରେ କଟକ ମନ ନାଇକି ଛଟକେ ଆସେ ରେ କଟକ ମନ ନାଇକି হাত কবল রূপ হাত কবল রূপ ছটকি দিছে কটক মন্ডনাইকি ছটকে আসে রে কটক মন্ডনাইকি পুরী জীব কি নথিব বার বেনি বেনি যাব পুরী জীব কি নথিব বার বেনি বেনি যাব পুরে বালে ষোলো বসা পুরে বালে ষোলো বসা ইচ্ছি হসে কটক মন্ড নাই ছটকে আসে কটক মন্ড নাই এবলাঙ্গিটি কাহার হইব সম্বলপুর এবলাঙ্গিটি কাহার হইব সম্বলপুর বৌদ্ধ বরণী কেশি কি শোভা দিছে কটক মন্ডনাই ছটকে আছে কটক মন্ডনাই ময়ূরভঙ্গ বসন কেমা করে পরিধান ময়ূরভঙ্গ বসন কেমা করে পরিধান কেন্দুঝর পরিহাস মুখ বিকাশে রে কটক মন্ডনাই ছটকে আসে রে কটক মন্ডনাই
সুন্দর গড় কুয়ে তো হইব যে বেকাপত সুন্দর গড় কুয়ে তো হইব যে বেকাপত কলাহান্ডি ছাড় শুনি কলাহান্ডি ছাড় শুনি বুঝিবি তো সে রে কটক মন্ড নাইকি ছটকে আসে রে কটক মন্ড নাইকি ঠিকানার কপিরাসে দেহু পুঁজি ঘর বসে ঠিকানার কপিরাসে দেহু পুঁজি ঘর বসে করা পুটে ভোগ দেই করা পুটে ভোগ দেই লভিবি কিসেরে কটক মন্ড নাই ছটকে আসে রে কটক মন্ড নাই ଶେଷପଦ ଆମର ଜିଲ୍ଲା କଣ ଜାଣିଛ ଗଞ୍ଜାମ ଗଳାକୁ ଛାଇ ବାଜଣା କରିବି ରଖି ଗଞ୍ଜାମ ଗଳାକୁ ଛାଇ ବାଜଣା କରିବି ରଖି ଗଙ୍ଗା ଭାଷେ ଶଙ୍କପଣୁ ଗଙ୍ଗା ଭାଷେ ଶଙ୍କପଣୁ କଲିମାନ ସେ କଟକ ମଣ୍ଡ ନାଇ ଛଟକେ ଆସେ ରେ କଟକ ମଣ୍ଡ ନାଇ